ହ୍ୟାଲୋ ଫ୍ରେଣ୍ଡସ୍, ମୋ ସାଙ୍ଗ ସାଗରିକା ଆଉ ତା ରୁମ୍ମେଟ୍ ପୂଜାକୁ ନିର୍ଘାତ କେମିତି ଘେନିଲି ଆଜି ମୁଁ ଆପଣଙ୍କୁ ସବୁ କଥା କହିବି। ଏଇ କାହାଣୀଟି ହେଉଛି ଗୋଟିଏ ସତ କାହାଣୀ। ମୋ ନାଁ ହେଉଛି ରିଙ୍କୁ। ଏ କାହାଣୀଟି 4 ବର୍ଷ ପୂର୍ବର ମୁଁ ସେତେବେଳେ ଭୁବନେଶ୍ୱରରେ ଚାକିରି କରୁଥାଏ। ମୁଁ ଆଉ ମୋର ସାଙ୍ଗମାନେ ଗୋଟେ ରୁମ୍ ନେଇକି ରହୁଥିଲୁ। ମୋର ପିଲାବେଳର ଗୋଟେ ସାଙ୍ଗ ଭୁବନେଶ୍ୱରରେ ଗୋଟେ କଲ୍ ସେଣ୍ଟରରେ ଚାକିରି କରୁଥିଲା। ତା'ର ନାଁ ସାଗରିକା ଥିଲା। ସେ ତାଙ୍କ କଲ୍ ସେଣ୍ଟର ଓ 3 ଜଣ ସାଙ୍ଗ ସହ ଆମ ପାଖ ବିଲ୍ଡିଂରେ ରହୁଥିଲେ। ମିତାଲି ଆଉ ପୂଜା। ରବିବାର ଦିନ ପ୍ରାୟ ଆମର ଦେଖା ସାକ୍ଷାତ ହୋଇଯାଏ। ପୂଜା ଦେଖିବାକୁ ପତଳା ଆଉ ବହୁତ ସୁନ୍ଦର। ତାକୁ ଯେବେ ଦେଖିଲେ ମୋର ମନରେ ବହୁତ କଥା ଆସିଯାଏ। ଥରେ ଶନିବାର ଦିନ ରାତିରେ ସାଙ୍ଗ ସାଗରିକା ମୋତେ କଲ୍ କଲା ଆଉ କହିଲା କି ଚାଲ କାଲିକି କେଉଁଠି ଗୋଟେ ବୁଲିବାକୁ ଯିବା। ମୁଁ କହିଲି ହଉ ଠିକ୍ ଅଛି ଯିବା। ଆଉ ରାତିରେ ଆମେ ପ୍ଲାନ୍ କଲୁ କି ନନ୍ଦନକାନନ ବୁଲିବାକୁ ଯିବୁ। ରବିବାର ଦିନ ସକାଳେ ମୁଁ ମୋ ସାଙ୍ଗ ମିତାଲି ଆଉ ପୂଜା ବାହାରିଲୁ ବୁଲିବାକୁ। ମୁଁ ମୋର ବାଇକ୍ରେ ଗଲି ଆଉ ସେ 3 ଜଣ ଯାକ ଗୋଟେ ଅଟୋରେ ବାଣୀବିହାର ଛକ ପର୍ଯ୍ୟନ୍ତ ଗଲେ। ବାଣୀବିହାର ଛକରେ ମୋ ସାଙ୍ଗର ବୟଫ୍ରେଣ୍ଡ ଆଉ ମିତାଲିର ବୟଫ୍ରେଣ୍ଡ ତାଙ୍କ ବାଇକ୍ ନେଇକି ଆମକୁ ଅପେକ୍ଷା କରୁଥିଲେ। ଆମେ ସବୁ ବାଇକ୍ରେ ବାହାରିଲୁ। ସାଗରିକା ଆଉ ମିତାଲି ତାଙ୍କ ବୟଫ୍ରେଣ୍ଡ ସହ ବାଇକ୍ରେ ବସିଲେ ଆଉ ପୂଜା ମୋ ସହ ବାଇକ୍ରେ ବସିଲା। ଅଧା ବାଟ ଆମେ ଚୁପଚାପ ରହିଲୁ। ତାପରେ ମୁଁ ତାକୁ ପଚାରିଲି କି ତୁମର କ'ଣ କେହି ବୟଫ୍ରେଣ୍ଡ ନାହାନ୍ତି? ସେ ମନା କଲା କି ମୋର କେହି ବୟଫ୍ରେଣ୍ଡ ନାହାନ୍ତି। ତାପରେ ଏମିତି କଥାବାର୍ତ୍ତା ହୋଇକି ଆମେ ନନ୍ଦନକାନନ ପହଞ୍ଚିଗଲୁ। ମୁଁ ଯିବା ପାଇଁ ମନା କଲି କାହିଁକି ନା ତାପରେ ଏମିତି କଥାବାର୍ତ୍ତା ହୋଇ ଆମେ ନନ୍ଦନକାନନ ପହଞ୍ଚିଗଲୁ। ସେଠାରେ ଆମେ ବୁଲାବୁଲି କରି ବୋଟିଂ ପାଇଁ ଗଲୁ। ମୁଁ ଯିବା ପାଇଁ ମନା କଲି କାହିଁକି ନା ମୋତେ ଲାଗିଲା କି ପୂଜାକୁ ବୋଧେ ମୋ ସାଙ୍ଗରେ ବୋଟିଂ କରିବାକୁ ଇଚ୍ଛା ନାହିଁ। କିନ୍ତୁ ସାଗରିକା ଆମକୁ ବାଧ୍ୟ କଲା ଯିବା ପାଇଁ, ତେଣୁ ମୁଁ ରାଜି ହେଲି। ମୁଁ ଓ ପୂଜା ଗୋଟେ ବୋଟ୍ରେ ବସିଲୁ ଆଉ ଭିତରକୁ ଗଲୁ। କିଛି ସମୟ ଏମିତି ଚୁପଚାପ ବସିଲା ପରେ ମୁଁ ପୂଜାକୁ କହିଲି କି ତୁମେ ମୋତେ ବହୁତ ଭଲ ଲାଗୁଛ, କିନ୍ତୁ ମୁଁ କେବେ ତୁମକୁ କହିବାକୁ ସାହସ କରିନାହିଁ। ସେଠୁ ପୂଜା କହିଲା ମୁଁ ବି ତୁମ ବିଷୟରେ ବହୁତ ଶୁଣିଛି ସାଗରିକାଠୁ। ଏମିତି କଥା ହଉ ହଉ ମୁଁ ତାକୁ କହିଲି କି ଯଦି ତୁମେ ଖରାପ ନ ଭାବିବ ତେବେ ଗୋଟେ କଥା କହିବି। ସେ କହିଲା କହୁନ, ଖରାପ ଭାବିବାର କ'ଣ ଅଛି କି କିଛି ନାହିଁ। ସେଠୁ ମୁଁ ତାକୁ ପ୍ରପୋଜ କଲି। ସେ ଚୁପ୍ ହୋଇଗଲା ଆଉ ଅନ୍ୟ ପଟକୁ ମୁହଁ ବୁଲେଇକି ବସିଲା। ମୁଁ ତାକୁ କହିଲି କି ଯଦି ତୁମକୁ ଖରାପ ଲାଗିଲା କି ତୁମ ଇଚ୍ଛା ନାହିଁ ମୋତେ କ୍ଷମା ମାଗୁଛି କହି ଚୁପ୍ ମାରିକି ବସି ପଡ଼ିଲି। ସେଠି ସେ କହିଲା କି ନା ସେ କଥା ନୁହେଁ, କିନ୍ତୁ ମୁଁ କେବେ ଏମିତି ସମ୍ପର୍କରେ ବାନ୍ଧି ହୋଇନି ଆଉ ଆମ ଘରେ ପ୍ରେମ ସମ୍ପର୍କ ବିରୋଧରେ ସମସ୍ତେ, ତେଣୁ ମୁଁ ଟିକେ ଚିନ୍ତାରେ ଅଛି। ମୁଁ କହିଲି କି ତୁମ ଘର ଲୋକଙ୍କୁ ଜଣା ପଡ଼ିଲେ ସିନା ତୁମ ଉପରେ ରାଗିବେ। ଯଦି ତୁମେ ଚାହୁଁଛ କି କେହି ନ ଜାଣନ୍ତୁ ତ ଠିକ୍ ଅଛି, କାହାକୁ ଜଣା ପଡ଼ିବ ନାହିଁ, ଆମେ ସିକ୍ରେଟ୍ ରଖିବା। ତାପରେ ମୁଁ ତା ମୋବାଇଲ୍ ନମ୍ବର ନେଲି ଆଉ ମୋ ନମ୍ବର ଦେଲି। ସେଦିନ ବୁଲାବୁଲି ସାରିକି ଆମେ ଗୋଟେ ଢାବାରେ ଖାଇଲୁ ଆଉ ସନ୍ଧ୍ୟାରେ ରୁମ୍କୁ ଫେରିଲୁ। ରାତି 10ଟାରେ ପୂଜା କଲ୍ କଲା ଆଉ କହିଲା କି ଆମେ ଯାହା କରିବାକୁ ଯାଉଛୁ ତାହା କ'ଣ ଠିକ୍ ତ? ତାପରେ ମୁଁ ତାକୁ ବୁଝାଇଲି କି କିଛି ଅସୁବିଧା ହେବନି କି କାହାକୁ କିଛି ଜଣାପଡ଼ିବନି। ତାପରେ ଆମେ ସବୁଦିନ ରାତିରେ କଥା ହଉ। ଏମିତି ଗୋଟେ ରବିବାର ଦିନ ମୁଁ ତାକୁ ଡାକିଲି ଆଉ ଆମେ ବଟାନିକାଲ ପାର୍କକୁ ଗଲୁ। ସେଠାରେ ଆମେ କିଛି ସମୟ ବସିଲୁ। ତାପରେ ମୁଁ ତାକୁ କହିଲି କି ମୁଁ ତୁମକୁ କିସ୍ କରିବାକୁ ଚାହେଁ। ପ୍ରଥମେ ସେ ମନା କଲା, କିନ୍ତୁ 2-3 ଥର କହିଲା ପରେ ରାଜି ହେଲା। ମୁଁ ତାକୁ କିସ୍ କଲି। କିସ୍ କରିବା ସମୟରେ ମୋର ଗୋଟେ ହାତ ତା'ର ଦୁଧ ଉପରେ ଧୀରେ ଧୀରେ ରଖିଲି। ସେ କିଛି କହିଲା ନାହିଁ ଆଉ ମୋର ସାହସ ବଢ଼ିଲା ଆଉ ମୁଁ ଧୀରେ ଧୀରେ ତା ଦୁଧକୁ ଟିକେ ଚିପିଲି। ସେ ମୋ ହାତ ଟାଣି ବାହାର କରିଦେଲା। ତାପରେ ସେମିତି କିସ୍ କରୁ କରୁ ପୁଣି ମୁଁ ତା ଦୁଧକୁ ଟିକେ ଚିପିଲି। ସେ କହିଲା କି ଏସବୁ ଭଲ ନୁହେଁ। ମୁଁ ତାକୁ ବୁଝାଇଲି କି ଏସବୁରେ କିଛି ପ୍ରୋବ୍ଲେମ୍ ନାହିଁ ଆଉ ଏସବୁ ଗୋଟେ ନର୍ମାଲ କଥା। ସେ ଟିକେ ଅରାଜି ହେଲା ଭଳି ଦେଖାଗଲା, କିନ୍ତୁ ମୁଁ ତାକୁ ଟିକେ ଫୋର୍ସ କରିଲି ଆଉ ତା ଦୁଧକୁ ଚିପିଲି। ଧୀରେ ଧୀରେ ମୁଁ ତା ଡ୍ରେସ୍ ଭିତରେ ହାତ ପୂରେଇକି ତା ଦୁଧକୁ ଚିପିଲି। କେତେ ନରମ ନରମ ଦୁଧ ତା'ର, ମୋତେ ସ୍ୱର୍ଗ ସୁଖ ମିଳିଲା ଭଳି ଲାଗିଲା। ସେଦିନ ସେତିକି ହେଲା। ଆଉ ରାତିରେ ସେ କଲ୍ କଲା ଆଉ କହିଲା ଆଜି ଯାହା କଲ ସେଟା ମୋତେ ଭଲ ଲାଗିଲା ନାହିଁ। ମୁଁ ତାକୁ ବୁଝାଇଲି କି ସେ ସବୁ କିଛି ଖରାପ କଥା ନୁହେଁ। ଗୋଟେ ପ୍ରେମୀ ଆଉ ପ୍ରେମିକା ଭିତରେ ଏସବୁ ନର୍ମାଲ କଥା। ବହୁତ ସମୟ ବୁଝାଇଲା ପରେ ଯାଇକି ସେ ବୁଝିଲା। ତାପରେ ଧୀରେ ଧୀରେ ଏମିତି କିଛି ଦିନ ବିତିଲା ଆଉ ମୁଁ ଧୀରେ ଧୀରେ ତାକୁ ସେକ୍ସ ସମ୍ପର୍କରେ କଥାବାର୍ତ୍ତା ଆରମ୍ଭ କଲି। ଥରେ ମୁଁ ତାକୁ କହିଲି କି ଚାଲ ଥରେ ସେକ୍ସ କରିକି ଦେଖିବା। କଥା କଲା ବେଡ୍ ଏତେ ମଜା ଆସୁଛି ତ ସେକ୍ସ କଲେ କେତେ ମଜା ନ ଆସିବ।
ସେ କହିଲା କି ଯଦି କିଛି ପ୍ରୋବ୍ଲେମ୍ ହେଇଗଲା ତ କ'ଣ କରିବା। ମୁଁ ତାକୁ ବୁଝେଇଲି କି ପ୍ରୋଟେକ୍ସନ୍ ସହିତ କଲେ କିଛି ଅସୁବିଧା ହେବ ନାହିଁ। ତାପରେ ଯାଇକି ସେ ରାଜି ହେଲା। ଡିସେମ୍ବର ମାସ 24 ତାରିଖ ଦିନ ମୁଁ ପୁରୀରେ ଗୋଟେ ଓୟୋକ୍ ବୁକ୍ କଲି। ଆଉ ଆମେ ସକାଳେ ଯାଇ ରୁମ୍ରେ ପହଞ୍ଚିଲୁ। ଟିକେ ଫ୍ରେଶ୍ ହୋଇକି ଆମେ ସମୁଦ୍ର ଆଡ଼େ ବୁଲିବାକୁ ଗଲୁ। ଲଞ୍ଚରେ ଗୋଟେ ହୋଟେଲରେ ଖିଆପିଆ ସାରି ରୁମ୍କୁ ଫେରିଲୁ। ଆଉ ରୁମ୍କୁ ଆସିବା ପରେ ମୁଁ ତାକୁ ନିଜ ବାହୁବନ୍ଧନରେ ଧରିକି କିସ୍ କଲି। ଆଉ ସେ ମଧ୍ୟ ମୋତେ ସହଯୋଗ କଲା। ଧୀରେ ଧୀରେ ମୁଁ ତା ଡ୍ରେସ୍ ଉପରୁ ତା ଦୁଧ ଦୁଇଟାକୁ ଚିପିଲି। ତାପରେ ତା ଡ୍ରେସ୍ ଭିତରେ ହାତ ପୁରେଇଲି। ସେ ଗୋଟେ ବ୍ରା ପିନ୍ଧିଥିଲା। ତା ବ୍ରା ଉପରୁ ମୁଁ ତା ଦୁଧକୁ ସାଉଁଳେଇଲି ଓ ଆଖି ବନ୍ଦ କରିକି ଜୋର ଜୋରରେ ନିଶ୍ୱାସ ନେଉଥିଲା। କିସ୍ କରୁ କରୁ ଅଚାନକ ସେ ମୋତେ ବହୁତ ଜୋରରେ କୁଣ୍ଢେଇକି ଧରିଲା ଆଉ ବହୁତ ଜୋରରେ ସେ ନିଶ୍ୱାସ ନେଲା। ମୁଁ ବି ତାକୁ କୁଣ୍ଢେଇକି ଧରିଲି। ସେ ଟିକେ ନର୍ମାଲ ହେଲା ପରେ ମୁଁ ଧୀରେ ଧୀରେ ତା ଉପର ଟପ୍ଟା ବାହାର କରିଦେଲି। ସେ ଲାଜରେ ହାତ ତା ଦୁଧ ଉପରେ ରଖିଦେଲା। ମୁଁ ପୁଣି ତା ପ୍ୟାଣ୍ଟଟାକୁ ଭିଡ଼ିକି ବାହାର କରିଦେଲି। ସେ ଏବେ କେବଳ ବ୍ରା ଆଉ ପ୍ୟାଣ୍ଟିରେ ଛିଡ଼ା ହୋଇଥିଲା। ଗୋଟିଏ ହାତରେ ଦୁଧ ଆଉ ଅନ୍ୟ ହାତରେ ବିଆକୁ ଲୁଚାଇବାକୁ ଚେଷ୍ଟା କରୁଥିଲା। ମୁଁ ଧୀରେ ଧୀରେ ତା ହାତକୁ ଧରିକି ବେଡ଼୍ ଉପରେ ତାକୁ ଶୁଆଇଦେଲି ଆଉ ମୋ ଡ୍ରେସ୍ ଖୋଲିଦେଲି। ଧୀରେ ମୁଁ ତା ପାଖରେ ଶୋଇକି ତା ମଥାରୁ ତା ଗୋଡ଼ ପର୍ଯ୍ୟନ୍ତ ସବୁ ଜାଗାକୁ କିସ୍ କଲି। ଏବେ ସେ ପୁରା ଆଉଟ୍ ଅଫ୍ କଣ୍ଟ୍ରୋଲ୍ ହୋଇଯାଇଥିଲା। ତାପରେ ମୁଁ ତା ପଛପଟକୁ ହାତ ନେଇକି ତା ବ୍ରା ତା ଖୋଲିଦେଲି। ସେ ମନା କରୁଥିଲା କିନ୍ତୁ ମୁଁ ଛାଡ଼ିବା ଲୋକ ନୁହେଁ। କି ସେ ସୁନ୍ଦର ଦୁଧ ଯୋଡ଼ାକ ହୋଇଥିଲା। କି ସେ ସୁନ୍ଦର ଯୋଡ଼ିକ ହୋଇଥିଲା। ଗୋରା ତକ ତକ ମାଂସ ପେଣ୍ଡୁଳା ଉପରେ ଦୁଇଟି କଳା କଳା ମୁଣ୍ଡି ମୁଁ ଆଉ ସମ୍ଭାଳି ପାରିଲି ନାହିଁ। ସିଧା ତା ଦୁଧକୁ ମୁହଁରେ ପୂରେଇକି ଚୁଚୁମିଲି। ସେ ଅସମ୍ଭାଳ ଅବସ୍ଥାରେ ଥିଲା। ତାପରେ ମୁଁ ପୁଣି ତା ପ୍ୟାଣ୍ଟଟିକୁ ବାହାର କରିଦେଲି। ଗୋଲାପୀ ବିଆଟା ଗୋଟେ ବି ବାଳ ନାହିଁ ବୋଧେ। ସେ ଆସିବା ପୂର୍ବରୁ ବାଳ କାଟିକି ଆସିଥିଲା। ତା ବିଆକୁ ମୁଁ ସାଉଁଳେଇ ଆଣିଲା ବେଳକୁ ସେ ଜୋରରେ ଗୋଟେ ଚିତ୍କାର ନେଲା। ଧୀରେ ଧୀରେ ମୁଁ ତା ବିଆକୁ ଆଉଁସିଲି। ସେ ଜୋରରେ ଜୋରରେ ଚିତ୍କାର ନେଉଥିଲା। ତାପରେ ମୁଁ ମୋ ଚଡ଼ିଟାକୁ ବାହାର କରି ଆଉ ତା ହାତଟାକୁ ଭିଡ଼ି ଆଣି ମୋ ବାଣ୍ଡଟାକୁ ତା ହାତରେ ଦେଲି। ସେ ହାତ ଟାଣି ନେଲା। ପୁଣି ମୁଁ ତା ହାତକୁ ଭିଡ଼ିକି ଆଣିକି ମୋ ବାଣ୍ଡଟାକୁ ଧରେଇ ଦେଲି। ସେ ଧରିଲା ଆଉ ଆଗ ପଛ କଲା। ତାପରେ ମୁଁ ତା କାନରେ କହିଲି ବାଣ୍ଡଟାକୁ ଚୁଚୁମିବା ପାଇଁ। ପ୍ରଥମେ ସେ ମନା କଲା କିନ୍ତୁ ଫୋର୍ସ କଲା ପରେ ବାଣ୍ଡଟାକୁ ପାଟିରେ ପୂରେଇକି ଚୁଚୁମିଲା। ସେମିତି ଚୁଚୁମୁ ଚୁଚୁମୁ ମୋର ବୀଜ ବାହାରି ପଡ଼ିଲା ଆଉ ତା ପାଟି ଭିତରେ ପଶିଗଲା। ସଙ୍ଗେ ସଙ୍ଗେ ସେ ବାଣ୍ଡଟାକୁ ପାଟିରୁ ବାହାର କରି ଥୁ ଥୁ କରି ସବୁ ବାହାର କରିଦେଲା ଆଉ ବାଥରୁମ୍ ଯାଇକି ପାଟି ଧୋଇକି ଆସିଲା। ସେ ମୋତେ ରାଗରେ ଦେଖୁଥାଏ। ମୁଁ ସାଙ୍ଗେ ସାଙ୍ଗେ ତାକୁ ନିଜ ଆଡ଼କୁ ଭିଡ଼ି ଆଣିଲି। ସେ ଦୂରେଇବାକୁ ଚେଷ୍ଟା କଲା କିନ୍ତୁ ମୋ ବାହୁବନ୍ଧନରୁ ବାହାରି ପାରିଲାନି। ମୁଁ ତାକୁ କିସ୍ କଲି ଆଉ ବେଡ଼୍ ଉପରେ ଶୁଆଇ ଦେଇକି ତା ବେକ, ଦୁଧ, ପେଟ, ଜଙ୍ଘ ସବୁକୁ ଚୁଚୁମିଲି ଆଉ ତା ବିଆକୁ ହାତରେ ଘଷିଲି। ସେ ଗରମ ହେଇକି ଆସୁଥିଲା। ମୁଁ ତା ବିଆକୁ ହାତରେ ଫାଡ଼ି ଦେଇକି ଜିଭରେ ଚାଟିଲି। ତା ଦେହରେ ଗୋଟେ ଶିହରଣ ଖେଳିଗଲା ଆଉ ଜୋରରେ ଗୋଟେ ଚିତ୍କାର ନେଲା। ମୁଁ ତାପରେ ଅନବରତ ତା ବିଆକୁ ଚାଟି ଚାଲିଲି। ସେ ଖାଲି ଉଁ ଆଁ ହେଉଥାଏ। କିଛି ସମୟ ପରେ ସେ ପୁରା ଭିଡ଼ ହୋଇକି ରହିଲା ଆଉ ବହୁତ ଜୋର ଜୋରରେ ନିଶ୍ୱାସ ନେବା ଆରମ୍ଭ କଲା। ମୁଁ ଜାଣିଗଲି କି ସେ ଏବେ ବୋଧେ ପାଣି ଛାଡ଼ିବ। ମୁଁ ଆହୁରି ଜୋରରେ ବିଆକୁ ଚାଟିଲି। ସେ ଗୋଟେ ଜୋରରେ ଚିତ୍କାର କଲା ଆଉ ବିଆ ପାଣି ଛାଡ଼ିଦେଲା। ମୋ ଚେହେରା ପୁରା ଓଦା ହୋଇଗଲା। ତାପରେ ସେ ନିସ୍ତେଜ ହୋଇ ପଡ଼ି ରହିଲା। ମୁଁ ପୁଣି ତା ଦୁଧକୁ ଚୁଚୁମିଲି ଆଉ ଗୋଟେ ହାତରେ ତା ଦୁଧକୁ ଚିପିଲି। ସେ ଧୀରେ ଧୀରେ ପୁଣି ଗରମ ହୋଇଗଲା ଆଉ ଜୋରେ ଜୋରେ ସେ ନିଶ୍ୱାସ ନେଲା। ମୁଁ ଆଉ ଡେରି ନ କରି ତା ବିଆକୁ ଫାଡ଼ିଲି ଆଉ ସେଥିରେ ଟିକେ ବଡ଼ି ଲୋସନ୍ ଲଗେଇଦେଲି ଆଉ ମୋ ବାଣ୍ଡଟାକୁ ବିଆ କଣା ପାଖକୁ ରଖିକି ଟିକେ ଘଷିଲି। ସେ ପୁରା ଗରମ ହେଇକି ସଁ ସଁ ଶବ୍ଦ ବାହାର କଲା। ମୁଁ ଜମା ଭିତରକୁ ପଶେଇଲି ନାହିଁ ତ ସେ ନିଜେ ନିଜର ଗାଣ୍ଡିକୁ ଉପର ଆଡ଼କୁ ଉଠେଇବା ଆରମ୍ଭ କଲା। ସେ ଯେତେ ଚେଷ୍ଟା କଲେ ବି ମୁଁ ଜମା ପୁରଉ ନଥିଲି। ତେଣୁ ସେ କହିଲା ଆଉ ସମ୍ଭାଳି ହେଉନି, କ'ଣ ଗୋଟେ କର। ତାପରେ ମୁଁ ବାଣ୍ଡ ଆଗ ତାକୁ ତା ବିଆ କଣା ପାଖରେ ସେଟ୍ କରିକି ଟିକେ ଭିତରକୁ ପୂରେଇବାକୁ ଚେଷ୍ଟା କଲି କିନ୍ତୁ ବାଣ୍ଡ ଭିତରକୁ ଗଲା ନାହିଁ। ପରେ ଆଉ ଟିକେ ଜୋରରେ ଦେଇକି ଭିତରକୁ ଯେମିତି ପୂରେଇଛି ସେ ମୋତେ ଠେଲିବାକୁ ଚେଷ୍ଟା କଲା ଆଉ ଆଖି ତାଡ଼ିକି ରହିଗଲା। ତାପରେ ମୁଁ ଆଉ ଟିକେ ଜୋରରେ ଯେମିତି ଲଗେଇଛି ସେ କାନ୍ଦି ପକେଇଲା ଆଉ କହିଲା କି ବାହାର କରିଦିଅ, ମୁଁ ମରିଯିବି। ମୁଁ ଟିକେ ରହିଗଲି ଆଉ କିସ୍ କଲି ଆଉ ସେମିତି କିସ୍ କରୁ କରୁ ଗୋଟେ ଜୋରରେ ଧକ୍କା ଦେଲି ଯେ ଅଧା ବାଣ୍ଡ ଭିତରକୁ ପଶିଗଲା।
ମୋ ପାଟିଟା ତା ପାଟି ଭିତରେ ଥିଲା ତ ଚିତ୍କାର ବାହାରକୁ ବାହାରି ପାରିଲାନି। କିନ୍ତୁ ସେ ଛାଟିପିଟି ହେଲା ଆଉ ଆଖିରୁ ଲୁହ ବାହାରୁଥିଲା। ମୁଁ ସେମିତି ବାଣ୍ଡକୁ ଭିତରେ ରଖିଲି ଆଉ ତାକୁ କିସ୍ କରୁଥାଏ ଆଉ ତା ମଥାକୁ ଆଉଁଶୁଥାଏ। କିଛି ସମୟ ପରେ ତାର ବିରତ ଯେମିତି କମିବାକୁ ଲାଗିଲା। ଆଉ ଗୋଟେ ଷ୍ଟ୍ରୋକ୍ ମାରିଲି। ମୋ ପୂରା ବାଣ୍ଡ ତା ଭିତରକୁ ପଶିଗଲା। ଏଥର ସେ ବହୁତ ଜୋରରେ ଚିତ୍କାର କଲା ଆଉ ଜୋରରେ କାନ୍ଦିଲା। ମୁଁ ତାକୁ ପୁଣି କିସ୍ କଲି ଆଉ ଧୀରେ ଧୀରେ ତାକୁ ବି ମଜା ଆସିଲା। ମୁଁ ଧୀରେ ଧୀରେ ଭିତର ବାହାର କଲି। ଏଥିରେ ତାକୁ ବହୁତ ମଜା ଆସିଲା ଆଉ ସେ ମୋତେ ଭିଡ଼ି ଧରିକି ଘିଆ ଖାଉଥାଏ। 5 ମିନିଟ୍ ଘେଇଲା ପରେ ତାର ପାଣି ବାହାରିଗଲା। ତାପରେ ସେ ନିସ୍ତେଜ ହୋଇକି ପଡ଼ି ରହିଲା। ମୁଁ ତାପରେ ଗରମ ଥିଲି ତାକୁ ନିର୍ଘାତ ଘେଇଲି। ସେ ଭିଡ଼ି ହେଉଥିଲା କିନ୍ତୁ ମୁଁ ତାକୁ ଜାବୁଡ଼ି ଧରିକି ଘେଇ ଚାଲୁଥାଏ। 25 ମିନିଟ୍ ପରେ ମୋତେ ଲାଗିଲା ମୋର ବାହାରିବ ବୋଲି। ମୁଁ ବାଣ୍ଡକୁ ବାହାର କରିକି ତା ପେଟ ଉପରେ ମୋର ସବୁ ବୀଜକୁ ଢାଳିଦେଲି ଆଉ ସେ ସିଡ଼େରେ ଶୋଇ ପଡ଼ିଲା। କିଛି ସମୟ ଶୋଇବା ପରେ ମୁଁ ଉଠିକି ବାଥରୁମ୍ ଗଲି ଆଉ ଫ୍ରେଶ୍ ହୋଇଗଲି। ବାଥରୁମ୍ରୁ ବାହାରିବା ପରେ ଦେଖିଲି ସେ ଉଠିବାକୁ ଚେଷ୍ଟା କରୁଥାଏ କିନ୍ତୁ ଉଠି ପାରୁନଥାଏ। ମୁଁ ତାକୁ ଉଠେଇଲି ଆଉ ସେ ଚାଲିବା କଣ୍ଡିସନରେ ନଥିଲା। ମୁଁ ତାକୁ ଧରିକି ବାଥରୁମ୍କୁ ନେଲି। ପରିସ୍ରା କରିବା ପାଇଁ ବସିଲା ଆଉ ପରିସ୍ରା କଲାବେଳେ ତା ବିଆରୁ ରକ୍ତ ଥୋପ ଥୋପ ହୋଇ ପଡ଼ିଲା। ସେ ଡରିକି କାନ୍ଦିଲା। ମୁଁ ତାକୁ ଧୁଆଧୁଇ କରିକି ବେଡ଼ରୁମ୍କୁ ଆଣିଲି ଆଉ ତାକୁ ବୁଝେଇଲି କି ପ୍ରଥମ ଥର ସେକ୍ସ କଲେ ଏମିତି ଟିକେ ରକ୍ତ ବାହାରେ ଆଉ ସେଟା କିଛି ଅସୁବିଧା ନାହିଁ। ମୁଁ ମୋ ବଗ୍ରୁ ଗୋଟେ ଅଏଣ୍ଟମେଣ୍ଟ ବାହାର କଲି ଆଉ ତା ବିଆରେ ଲଗେଇଦେଲି। ତା ବିଆଟା ପୁରା ଲାଲ ପଡ଼ିଯାଇଥାଏ ଆଉ ଫୁଲିକି ପାଉଁରୁଟି ଭଳି ହୋଇଥାଏ। ତାପରେ ସେ ମୋତେ କୁଣ୍ଢେଇକି ଶୋଇପଡ଼ିଲା। ମୁଁ ମଧ୍ୟ ଶୋଇଗଲି। ସନ୍ଧ୍ୟା ପ୍ରାୟ 7:30ରେ ଆମର ନିଦ ଭାଙ୍ଗିଲା ଆଉ ଆମେ ଡ୍ରେସ୍ ପିନ୍ଧିକି ବାହାରକୁ ଗଲାବେଳେ ସେ ଠିକ୍ ସେ ଚାଲି ପାରୁନଥାଏ। ଗୋଡ଼ ଫାଡ଼ି ହେଇକି ଚାଲୁଥାଏ। ଆମେ ଆଉ ବେଶୀ ବୁଲାବୁଲି କଲୁ ନାହିଁ। ସିଧା ଯାଇକି ଗୋଟେ ରେଷ୍ଟୁରାଣ୍ଟରେ ଖାଇଲୁ ଆଉ ଆମ ରୁମ୍କୁ ଫେରିଲୁ। ଫେରିଲା ବେଳେ ମେଡ଼ିସିନ୍ ଷ୍ଟୋରରୁ ଗୋଟେ ପେନ୍କିଲର ମେଡ଼ିସିନ୍ ଆଣିଲି ଆଉ ତାକୁ ଖୁଆଇଦେଲି। ରୁମ୍କୁ ଆସିଲା ପରେ ମୁଁ ତାକୁ ଗେଲ କଲି କିନ୍ତୁ ସେ ମନା କଲା କି ଆଉ କରିବା ନାହିଁ ବୋଲି। ସେତେବେଳେ ଆଉ ମୁଁ ତାକୁ ଫୋର୍ସ କଲି ନାହିଁ। ରାତିରେ ତାକୁ ବହୁତ ବୁଝାଇଲା ପରେ ସେ ରାଜି ହେଲା ଆଉ ଆମେ ରାତିରେ 3 ଥର ପୁଣି ସେକ୍ସ କଲୁ। ସକାଳୁ ଉଠିକି ଆମେ ମନ୍ଦିର ଗଲୁ ଆଉ ଦିନସାରା ବୁଲାବୁଲି କଲୁ। ମେଡ଼ିସିନ୍ ଖାଇଲା ପରେ ତାର କଷ୍ଟଟା ଦୂର ହୋଇଯାଇଥିଲା। ସେ ବି ବହୁତ ଖୁସି ଥିଲା। ସନ୍ଧ୍ୟାରେ ଆମେ ରୁମ୍କୁ ଫେରିଲୁ ଆଉ ଖାଇବା ନେଇକି ଆସିଥିଲୁ। ରୁମ୍କୁ ଆସିଲା ପରେ ସେ ମୋତେ ବହୁତ ଗେଲ କଲା। ରାତି 9ଟାରେ ଆମେ ଖିଆପିଆ ସାରିକି ଶୋଇବାକୁ ଗଲୁ। ସେ ନିଜେ କହିଲା କି ଚାଲ ଆଉ ଥରେ ସେକ୍ସ କରିବା। ଏଥର ସେ ମୋ ଡ୍ରେସ୍ ଖୋଲିକି ନିଜେ ମୋ ଉପରେ ବସିକି ମୋ ଭାଣ୍ଡକୁ ତା ବିଆରେ ପୂରେଇକି ସେକ୍ସ କଲା ଆଉ ସବୁ ବୀଜ ଯାକ ତା ଭିତରେ ପଡ଼ିଲା। ସେଦିନ ରାତିରେ ମୁଁ ତାକୁ 3 ଥର ସେକ୍ସ କଲି ଆଉ ସବୁ ବୀଜ ଯାକ ଭିତରେ ପକାଇଦେଲି ଆଉ ଆମେ ଶୋଇପଡ଼ିଲୁ। ସକାଳେ ଉଠିଲା ବେଳକୁ ସେ ଉଠିକି ମୋତେ କିସ୍ କଲା ଆଉ କହିଲା କି ଆଜିର ସକାଳ ସବୁଦିନ ପାଇଁ ମନେ ରହିବ। ଆଇ ଲଭ୍ ୟୁ ଜାନୁ। ତାପରେ ଆମେ ଭୁବନେଶ୍ୱର ଫେରିଲୁ। ତାପରେ ବହୁତ ଥର ଆମେ ଘେହାଘେହି ହେଇଛୁ। ଆମ ସମ୍ପର୍କ ବିଷୟ ଥରେ ଆମ ସାଙ୍ଗ ସାଗରିକାକୁ ସନ୍ଦେହ ଥିଲା। ଥରେ ପୂଜା ଅଫିସରୁ ଛୁଟି ନେଲା ଆଉ ମୁଁ ତାକୁ ତା ରୁମ୍ରେ ଯାଇକି ଘେହୁଥାଏ। ଅଚାନକ ମୋ ସାଙ୍ଗ ସାଗରିକା ରୁମ୍କୁ ଆସିଗଲା ଆଉ ଆମ ସମ୍ପର୍କ ବିଷୟରେ ସେ କନଫର୍ମ ହୋଇଗଲା ଆଉ ଆମକୁ ଅସଞ୍ଜତ ଅବସ୍ଥାରେ ଧରିନେଲା। ମୁଁ ତାକୁ ବୁଝେଇଲି ଆଉ କହିଲି କି ତୁ ପ୍ଲିଜ୍ କହିବୁନି। ସେ ରାଜି ହେଲା କିନ୍ତୁ ଗୋଟେ କଣ୍ଡିସନରେ। ସେ କହିଲା କି ତା ସହିତ ସେକ୍ସ କରିବା ପାଇଁ। ମୋ ମନ ତ ଖୁସି ଥିଲା କିନ୍ତୁ ମୁଁ ଟିକେ ନାଟକ କରିକି ମନା କଲି ଆଉ ପୂଜାକୁ କହିଲି କି କ'ଣ କରିବା। ଯଦି ସାଗରିକା କାହାକୁ କହିଦେବ ତ ପ୍ରୋବ୍ଲେମ୍ ହେବ, କ'ଣ କରିବା। ପୂଜା ବି ଟିକେ ଡରି ଯାଇଥିଲା ତ ସେ ସାଗରିକାର କଣ୍ଡିସନରେ ରାଜି ହୋଇଗଲା। ମୁଁ ପୁଣି ସାଗରିକାକୁ ଆଉ ପୂଜା 2 ଜଣଙ୍କୁ ତାଙ୍କ ରୁମ୍ରେ ଘେଇଲି। ସାଗରିକା ତ ଆଗରୁ ବହୁତ ଥର ଘିଆ ଖାଇଥିଲା ତା ବୟଫ୍ରେଣ୍ଡ ଠାରୁ। ତାକୁ ବହୁତ ଜୋରରେ ଘେଇଲି। ତା ଦୁଧ ଗୁଡ଼ାକ ବଡ଼ ପାଖାପାଖି 36 ସାଇଜ୍ ହେବ। ସେ ବହୁତ ଜୋରରେ ଘେଉଥାଏ। ସେ ମଜା ନେଇକି ଗାଣ୍ଡି ଟେକିକି ଘିଆ ଖାଉଥାଏ। ମୋତେ ତା ଗାଣ୍ଡିରେ ଘେଇବା ପାଇଁ ଇଚ୍ଛା ଥିଲା। ମୁଁ ତାକୁ ଆଣ୍ଠେଇକି ତା ଗାଣ୍ଡିରେ ବାଣ୍ଡଟା ଲଗେଇକି ଗୋଟେ ଧକ୍କା ଦେଲି। ମୋ ବାଣ୍ଡଟା ଟିକେ ପଶିଗଲା। ସେ ଛାଟିପିଟି ହୋଇ ହେଲା ଆଉ କାନ୍ଦିଲା। ମୋତେ ବି କଷ୍ଟ ହେଲା କିନ୍ତୁ ମୁଁ ବାହାର କଲି ନାହିଁ। ତାପରେ ଆଉ ଗୋଟେ ଜୋରରେ ଧକ୍କା ଦେଲି ଯେ ବାଣ୍ଡଟା ପୁରା ପଶିଗଲା। ସେ ଆଖି ଧାଡ଼ି ହୋଇକି ଅଣନିଶ୍ୱାସୀ ହେଲା ଭଳି ଆଉ ଜୋରରେ କାନ୍ଦିଲା। ଏପଟେ ପୂଜା ତା ଦୁଧକୁ ଚିପୁଥାଏ ଆଉ ତା ଦେହ ହାତକୁ କିସ୍ କରୁଥାଏ। କିଛି ସମୟ ଶାନ୍ତ ରହିଲି ଆଉ ଯେତେ ବଡ଼ ତା କାନ୍ଦ ତାହା ଟିକେ କମ୍ ହେଲା ମୁଁ ଘେଇବା ଆରମ୍ଭ କଲି। ମୁଁ ଧୀରେ ଧୀରେ ଘେଉ ଥାଏ ଆଉ ସେ ଖାଲି ବୋଉଲ ବାପାଲ ହେଉଥାଏ ଆଉ ତା ଆଖିରୁ ଲୁହ ଗଡ଼ୁଥାଏ। ଏମିତି କିଛି ସମୟ ଘେଇଲା ପରେ ମୋ ବାଣ୍ଡଟା ତା ଗାଣ୍ଡି ଭିତରେ ପଶିବା ଆରମ୍ଭ କଲା। ତାପରେ ମୁଁ ନିର୍ଘାତ ଘେଇଲି।